ଆଜି ଆମେ ଆମ ପଞ୍ଚମ ଶ୍ରେଣୀ ନୂଆ ବହିର ଗଛ କାହାଣୀର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ଦେଇଛି, ଗଛଟି ନରମ ଗଳାରେ କାହାକୁ କହୁଛି? ଗଛଟି ନରମ ଗଳାରେ ଭାଇ ଭଉଣୀମାନଙ୍କୁ କହୁଛି। 2 ନମ୍ବର ପ୍ରଶ୍ନ, ଜନ୍ମ କାଳରୁ ଗଛଟି କେଉଁ କେଉଁ ଯାତନା ସହି ଆସିଛି? ଜନ୍ମ କାଳରୁ ଗଛଟି ଖରା, ବର୍ଷା, ଝଡ଼ ଓ କାକର ରୂପକ ଯାତନା ସହି ଆସିଛି। 3 ନମ୍ବର ପ୍ରଶ୍ନ, ଗଛ ଆମ ପାଇଁ କ'ଣ ସବୁ ସାଇତି ରଖିଛି? ଗଛ ଆମ ପାଇଁ ଫୁଲ, ଫଳ ଓ ଡାଳପତ୍ର ଭରା ଛାଇ ସାଇତି ରଖିଛି। 4 ନମ୍ବର, ଗଛର ଭାଷାରେ ଆମେ କାହାକୁ ମୂଳମନ୍ତ୍ର କରିବା ଉଚିତ? ଗଛର ଭାଷାରେ ଆମେ କର୍ମକୁ ମୂଳମନ୍ତ୍ର କରିବା ଉଚିତ। 5 ନମ୍ବର ପ୍ରଶ୍ନ, କ'ଣ ନ କରିବାକୁ ଗଛଟି ଅନୁରୋଧ କରିଛି? କର୍ମ ପଥରେ ଏଇଟା ହେଲା ହେଳା। ହେଳା ନ କରିବାକୁ ଗଛଟି ଅନୁରୋଧ କରିଛି। ନେକ୍ସଟ ପିଲାମାନେ, ଯେଉଁଟା ଠିକ୍ ଉତ୍ତର ଆମେ ଠିକ୍ ମାରିବା। ଜୀବନ ସାରା କେଉଁ ପଥରେ ହେଳା ନ କରିବାକୁ ବୃକ୍ଷ କହିଛି? କରମ ପଥରେ। 2 ନମ୍ବର, ଗଛ କ'ଣ କରି ସମସ୍ତଙ୍କୁ ଛାଇରେ ଆଶ୍ରୟ ଦେଇଛି? ତାର ବକଳ ହୃଦୟ ଚିରି ସମସ୍ତଙ୍କୁ ଛାଇରେ ଆଶ୍ରୟ ଦେଇଛି। 3 ନମ୍ବର, ଜଗତ ହିତରେ କ'ଣ କରିବା ଉଚିତ? ଜଗତର ହିତରେ ସବୁଜିମା ଭରିବା ଉଚିତ। 4 ନମ୍ବର ପ୍ରଶ୍ନ, ପର ଉପକାର କରିବା ପାଇଁ କାହାକୁ ମୂଳମନ୍ତ୍ର କରିବା ଉଚିତ? କର୍ମକୁ ମୂଳମନ୍ତ୍ର କରିବା ଉଚିତ। 5 ନମ୍ବର, ଜାଣିପାରିବନି ଏ ରୂପ ମୋହର କେତେ ସାଧନାର ଫଳ। ଏକଥା କିଏ କହିଛି? ଏକଥା ଗଛ କହିଛି। ନେକ୍ସଟ ଆମେ ଦେଖିବା 1 ନମ୍ବର କରେ, ଗଛ କେବେ କାହା ସହିତ କଥା ହେବାର ତୁମେ ଜାଣିଛ? ନା, ବାସ୍ତବରେ ଗଛମାନେ ମଣିଷଙ୍କ ପରି ପାଟି କରି କଥା ହୁଅନ୍ତି ନାହିଁ, କିନ୍ତୁ ବିଭିନ୍ନ କାହାଣୀ ଓ କବିତାରେ ଗଛ ମଣିଷମାନଙ୍କ ସହ ନିଜର ଦୁଃଖ ଓ ସୁଖ ବାଣ୍ଟିବା ଆମେ ଜାଣିଛୁ। ଖରେ, ତୁମେ କେବେ ଗଛ ସହିତ କଥା ହେଇଛ କି? ମନେ ରଖ, ଗଛମାନେ ପରସ୍ପର ସହ କଥା ହୁଅନ୍ତି। ପିଲାମାନେ, ଯଦି ମୁଁ ଗୋଟିଏ ଗଛ ହୋଇଥାନ୍ତି, ତେବେ ମୋ ବନ୍ଧୁ ଗଛ ସହ ମୁଁ ଏହିପରି କଥାବାର୍ତ୍ତା ହୁଅନ୍ତି। ସାଧାରଣ ଭାବରେ ଗଛ ମଣିଷ ଭଳି ପାଟିରେ କଥା କହିପାରେ ନାହିଁ, କିନ୍ତୁ ବିଜ୍ଞାନ ଅନୁସାରେ ଗଛମାନେ ସେମାନଙ୍କ ଚେର ଏବଂ କେତେକ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ମାଟି ତଳେ ପରସ୍ପର ସହ ଭାବ ବିନିମୟ ବା କଥାବାର୍ତ୍ତା ହୁଅନ୍ତି। ବିପଦ ଆସିଲେ ସେମାନେ ଅନ୍ୟ ଗଛକୁ ସଂକେତ ମଧ୍ୟ ପଠାନ୍ତି। ସେହିପରି ଗପ ବହି ଓ କବିତାରେ ଗଛମାନେ ମଣିଷ ଓ ପଶୁପକ୍ଷୀ ସହ କଥା ହେବାର ଏବଂ ଆମେ ଆମ ବାଡ଼ିରେ ଥିବା ଗଛ ସହିତ ମନେ ମନେ କଥା ହୁଏ। ଯେତେବେଳେ ମୁଁ ଗଛରେ ପାଣି ଦିଏ, ସେତେବେଳେ ଗଛର ପତ୍ର ଗୁଡ଼ିକ ପବନରେ ହଲିଲେ ମୋତେ ଲାଗେ ସେ ମୋତେ ଧନ୍ୟବାଦ ଜଣାଉଛି। ଗରେ ଆମକୁ ଦେଇଛି, ମନେକର ତୁମେ ଗଛଟିଏ, ତେବେ ତୁମେ ବନ୍ଧୁ ସହିତ କ'ଣ କଥାବାର୍ତ୍ତା ହେବ କୁହ? ମୁଁ ଯଦି ଗଛଟିଏ ହୋଇଥାନ୍ତି, ତେବେ ମୋ ବନ୍ଧୁଙ୍କୁ କହିଥାନ୍ତି, ହେ ମୋର ପ୍ରିୟ ବନ୍ଧୁ, ମୋ ଡାଳରେ ଝୁଲୁଥିବା ମିଠା ମିଠା ଫଳ ଗୁଡ଼ିକୁ ତୁମେ ଆନନ୍ଦରେ ଖାଅ, ମୋ ଛାଇରେ ବସି ଟିକେ ବିଶ୍ରାମ ନିଅ, କିନ୍ତୁ ମୋର ଅନୁରୋଧ, ତୁମେ କେବେ ବି କୌଣସି ଗଛକୁ କାଟି ନଷ୍ଟ କର ନାହିଁ, କାରଣ ଆମେ ବଞ୍ଚିଲେ ହିଁ ତୁମେମାନେ ଅମ୍ଳଜାନ ପାଇ ସୁସ୍ଥ ରହିବ। ନେକ୍ସଟ 2 ନମ୍ବର ଦେଇଛି, ନରମ ଗଳାରେ ଗଛଟି କହଇ, ଶୁଣରେ ମଣିଷ ଭାଇ, ଫଳ ଖାଇବାକୁ ବଳାଉଛ ମନ, ଆପତ୍ତି ମୋର ନାହିଁ। ତାହେଲେ ଏହି କବିତାଟିରେ ଗଛଟି ମଣିଷକୁ ତାର ଦୁଃଖ କଥା ଜଣାଉଛି। ଗଛ ଆମକୁ କେତେ ସାହାଯ୍ୟ କରୁଛି, କିନ୍ତୁ ଆମେ ତାକୁ କାଟି ଦେଉଛେ। ଦିନେ ସକାଳେ, ତାପରେ ଖରେ, ଦିନେ ସକାଳେ ତୁମେ ବୁଲୁଥିବା ବେଳେ ହାତୀ ଛୁଆଟିଏ ଯାଉଥିବାର ଦେଖିଲ। ହାତୀ ଛୁଆଟି ତୁମକୁ ଦେଖି ଅଟକି ଗଲା, ତୁମେ ବି ଅଟକି ଗଲ, ପରସ୍ପରକୁ କିଛି ସମୟ ଚାହିଁଲ। ଧୀରେ ଧୀରେ ତୁମ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆସିଲା। ତୁମେ ଦୁହେଁ କଥାବାର୍ତ୍ତା ହେଲ। ତୁମେ ଦୁହେଁ କ'ଣ କଥାବାର୍ତ୍ତା ହେଲ ବନ୍ଧୁ ମେଳରେ ଆଲୋଚନା କର। ମୁଁ କହୁଛି, ଆରେ ବାଃ, କେଡ଼େ ସୁନ୍ଦର ହାତୀ ଛୁଆଟିଏ। ତୁମ ନାଁ କ'ଣ? ତୁମେ ଏଠି ଏକୁଟିଆ କାହିଁକି ବୁଲୁଛ? ହାତୀ ଛୁଆ ଉଦାସ ମନରେ କହୁଛି, ମୋ ନାଁ କାଳୁ, ମୁଁ ମୋ ମା ସହିତ ଜଙ୍ଗଲରେ ବୁଲୁଥିଲି, କିନ୍ତୁ କିଛି ମଣିଷ ଜଙ୍ଗଲର ଗଛ ସବୁ କାଟି ଦେବାରୁ ଆମେ ବାଟବଣା ହୋଇଗଲୁ। ମୁଁ ମୋ ମାଆକୁ ଖୋଜୁ ଖୋଜୁ ଏଠିକି ଚାଲି ଆସିଛି। ତାପରେ ମୁଁ କହୁଛି, ଓହୋ, ବହୁତ ଦୁଃଖର କଥା,
ଆମ ମଣିଷମାନଙ୍କ ଯୋଗୁଁ ତୁମମାନଙ୍କର ଘର ନଷ୍ଟ ହେଉଛି। ତୁମେ ଜମାରୁ ଡର ନାହିଁ। ମୁଁ ତୁମର ବନ୍ଧୁ। ମୁଁ ତୁମକୁ ଖାଇବାକୁ କିଛି କଦଳୀ ଦେବି। ହାତୀ ଛୁଆ ଖୁସିରେ ଲାଙ୍ଗୁଡ଼ ହଲେଇ କହୁଛି, ହଁ, ମୋତେ ବହୁତ ଶୋଷ ଆଉ ଭୋକ ଲାଗୁଛି। ତୁମେ ବହୁତ ଭଲ ପିଲା। ତୁମେ ମୋତେ ମୋ ଜଙ୍ଗଲର ବାଟ ଦେଖାଇଦେବ କି? ମୁଁ କହୁଛି, ହଁ, ନିଶ୍ଚୟ, ଚାଲ। ମୁଁ ତୁମକୁ ଜଙ୍ଗଲ ଆଡ଼କୁ ନେଇଯାଉଛି। ସେଠାରେ ତୁମ ମା ନିଶ୍ଚୟ ତୁମକୁ ଖୋଜୁଥିବ। ଆଉ ମୁଁ ପ୍ରତିଜ୍ଞା କରୁଛି ମୁଁ ସମସ୍ତଙ୍କୁ ଜଙ୍ଗଲ ନ କଟିବା ପାଇଁ ବୁଝାଇବି। ହାତୀ ଛୁଆ କହୁଛି, ଧନ୍ୟବାଦ ମୋର ସାଙ୍ଗ। ଆଜିଠାରୁ ଆମେ ଦୁହେଁ ସାରା ଜୀବନ ପାଇଁ ଭଲ ବନ୍ଧୁ ହୋଇ ରହିବା। ନେକ୍ସଟ ପିଲାମାନେ ଦେଇଛି, କ'ଣ କଲେ ଆମେ ଧରଣୀ ହତଶ୍ରୀ ହେବ ନାହିଁ? ଜଗତର କଲ୍ୟାଣ ପାଇଁ ଆମେ ସମସ୍ତେ ଅଧିକରୁ ଅଧିକ ଗଛ ଲଗାଇ ଚାରିଆଡ଼େ ସବୁଜିମାର ଭରିଦେଲେ ଆମ ଧରଣୀ ସଦାବେଳେ ହସିବ ଏବଂ ଆମ ପରିବେଶ ହତଶ୍ରୀ ବା ଶ୍ରୀହୀନ ହେବ ନାହିଁ। 2 ନମ୍ବର, ଗଛ ତା ଜୀବନରେ କି କି ଯାତନା ସହିଛି? ଜଗତର କଲ୍ୟାଣ ପାଇଁ ଆମେ ସମସ୍ତେ ଅଧିକରୁ ଅଧିକ ଗଛ ଲଗାଇ ଏଇଟା ନୁହଁ ପିଲା, ସେଟା ପିଲା 1 ନମ୍ବର କ୍ୱେଶ୍ଚିନ୍। ଆଉ ଥରେ 2 ନମ୍ବର, ଗଛ ତାର ଜନ୍ମ କାଳରୁ ବର୍ଷା, ଝଡ଼, ପ୍ରଖର ଖରା ଏବଂ କାକର ଭଳି ପ୍ରକୃତିର ଅନେକ କଠିନ ଯାତନା ସହି ସହି ବଡ଼ ହୋଇଛି। 3 ନମ୍ବର ପ୍ରଶ୍ନ, ଆମେ ସବୁ ଗଛକୁ କିପରି କଷଣ ଦେଉଛେ? ଆମେ ମଣିଷମାନେ ନିଜ ସ୍ୱାର୍ଥ ଓ ଫଳ ଖାଇବା ଲୋଭରେ ଗଛର କଷ୍ଟକୁ ଟିକିଏ ହେଲେ ନ ବୁଝି ତାର ଡାଳପତ୍ରକୁ ଜୋର ଜବରଦସ୍ତ ଟାଣି ଭାଙ୍ଗି ଗଛକୁ କଷଣ ଦେଉଛେ। 4 ନମ୍ବର, ଆମ ପାଇଁ ଗଛ କ'ଣ ସାଇତି ରଖିଛି? ଗଛ ଆମ ପାଇଁ ତାର ଚେର, ମୂଳ, ବକଳ, ଡାଳପତ୍ର, ଫୁଲ, ମିଠା ମିଠା ଫଳ ଓ ସଭିଙ୍କୁ ଆଶ୍ରୟ ଦେବା ପାଇଁ ଶୀତଳ ଛାଇ ସାଇତି ରଖିଛି। 5 ନମ୍ବର ପ୍ରଶ୍ନ, ଗଛର ଉପକାର ପାଇଁ ତମେ କ'ଣ କରିବ? ମୁଁ ନିଜେ ନୂଆ ଗଛ ଲଗାଇବି ଓ ତାର ଯତ୍ନ ନେବି। କାହାକୁ ବି ଅକାରଣରେ ଗଛର ଡାଳପତ୍ର ଭାଙ୍ଗିବାକୁ ବା ଗଛ କାଟିବାକୁ ଦେବି ନାହିଁ ଏବଂ ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ ସଚେତନ କରିବି। ନେକ୍ସଟ, ଏଇ କବିତାର ପଂକ୍ତିର ଅର୍ଥ ଆମେ ଲେଖିବା। କ୍ଷୀର ନୁହେଁ ଏ ତ ଲୋତକ ଧାରାରେ ନୟନୁ ଝରଇ ମୋର। ଯେତେବେଳେ ଆମେ ଗଛର ଡାଳ ବା ପତ୍ର ଛିଣ୍ଡାଉ ସେଥିରୁ ବାହାରୁଥିବା ଧଳା ଅଠା ବା କ୍ଷୀର ପ୍ରକୃତରେ କ୍ଷୀର ନୁହେଁ, ବରଂ ତାହା ଗଛର ଆଖିର ଲୁହ। ଆମେ ତାକୁ ଆଘାତ ଦେଉଥିବାରୁ ସେ କାନ୍ଦୁଛି ବୋଲି ଏଠାରେ ବୁଝାଯାଇଛି। 2 ନମ୍ବର, ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶ୍ରୀ। ଯଦି ପୃଥିବୀରେ ପ୍ରଚୁର ଗଛଲତା ରହିବ ତେବେ ଚାରିଆଡ଼େ ସବୁଜ ସୁନ୍ଦର ଦେଖାଯିବ, ଯାହାକୁ ଧରଣୀର ହସ କୁହାଯାଇଛି। ଧରଣୀ ଏହିପରି ସବୁଜିମାରେ ହସିଲେ ଆମ ପରିବେଶ କେବେ ବି ନଷ୍ଟ ବା ଶ୍ରୀହୀନ ହେବ ନାହିଁ। 3 ନମ୍ବର, ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି। ଗଛ ଆମକୁ ନିଜର ମିଠା ଫଳ ଖାଇବାକୁ ଦେବା ସହିତ ଅନୁରୋଧ କରୁଛି ଯେ ଆମେ ସେଇ ଗଛ ଆଗରେ ଏକ ପ୍ରତିଜ୍ଞା ବା ଶପଥ କରିବା ଉଚିତ ଯେ ଜୀବନରେ କେବେ ବି ଆମ କର୍ତ୍ତବ୍ୟ ପଥରୁ ପଛଘୁଞ୍ଚ ଦେବା ନାହିଁ କି କାମରେ ଅବହେଳା କରିବା ନାହିଁ। 4 ନମ୍ବର ପ୍ରଶ୍ନ, କରମକୁ ମୂଳ ମନ୍ତର କରିଣ ପର ଉପକାର କର। ଗଛ ନିଜେ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ କେବଳ କର୍ମ ଓ ପରୋପକାର କରି ଆସିଛି। ସେହିପରି ଆମେ ମଣିଷମାନେ ମଧ୍ୟ ନିଜର କର୍ମକୁ ହିଁ ଜୀବନର ମୁଖ୍ୟ ଆଦର୍ଶ ବା ମୂଳମନ୍ତ୍ର ଭାବେ ଗ୍ରହଣ କରି ସବୁବେଳେ ଅନ୍ୟର ମଙ୍ଗଳ ବା ଉପକାର କରିବା ଉଚିତ। ନେକ୍ସଟ ଆମେ ଲେଖିବା, ଗୋଟେ ନମୁନା ଆମକୁ ଦେଇଥିଲା, ଗଛ ଆମକୁ ଫଳ ଖାଇବାକୁ ମନା କରିନାହିଁ, ଫଳ ଖାଇବାକୁ ବଳାଉଛ ମନ ଆପତ୍ତି ମୋର ନାହିଁ। ସେମିତି ଲେଖିବା, ଗଛର ଆଖିରୁ ଲୁହ ଧାର ଧାର ବହୁଛି, ଲୋତକ ଧାରାରେ ନୟନୁ ଝରଇ ମୋର। ପ୍ରଚୁର ଫଳ ଦେଖି ମୋତେ ଈର୍ଷା କରୁଛ। ଆଜି ସିନା ତୁମେ ଈର୍ଷା କରୁଛ, ଏ ରୂପମୋହର ଦେଖି ଫଳ ମାଳ ମାଳ। ସାରା ଜୀବନ କର୍ମ ପଥରେ ରହିବ, ଏ ସାରା ଜୀବନ କର୍ମ ପଥରେ ହେଳା ନ କରିବ କେହି ଆମ ପରିବେଶ ହତଶ୍ରୀ ହେବ ନାହିଁ। ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶ୍ରୀ। ଦୁଃଖରେ ମୋ ପ୍ରାଣ ଜଳି ଯାଉଛି, ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ। ନେକ୍ସଟ ପିଲାମାନେ ଶବ୍ଦ ଗୁଡ଼ିକ ଓଲଟେଇକି ଦେଇଛି, ଆମେ ଠିକ କରି ଲେଖିବା। ଗୋଟେ ଦେଇଦେଇଛି ଜୀବନ, ନେକ୍ସଟଟା ଜଗତ ହେବ, ନେକ୍ସଟଟା ଲୋତକ ହେବ, ନେକ୍ସଟ ଧରଣୀ, ସୂଚନା, ଉପକାର ହେଲା, ତାପରେ ଲାଷ୍ଟଟା ହେବ ଆମର ସବୁଜିମା। ନେକ୍ସଟ ଆମର ଦେଇଛି ପ୍ରତି ଶବ୍ଦ ଲେଖିବାକୁ। ଗଛର ବୃକ୍ଷ ବା ପାଦପ, ପତ୍ରର ଦଳ ପଲ୍ଲବ, ଲୁହର ଅଶ୍ରୁ ଲୋତକ, ଆଖିର ଚକ୍ଷୁ ନୟନ, ଶପଥର ପଣ ବା ପ୍ରତିଜ୍ଞା। ନେକ୍ସଟ ପିଲାମାନେ ଆମକୁ ଦେଇଛି, ଆମେ କ ସ୍ତମ୍ଭ ଖ ସ୍ତମ୍ଭ ମିଳେଇବା। ଡାଳକୁ ମୋହର କ'ଣ?
ପ୍ରଥମଟା 1 ନମ୍ବରଟା ହେବ 4 ଟାଣି ନେଉଛନ୍ତି। 2 ନମ୍ବର କ୍ଷୀର ନୁହେଁ ଏ ତ ଲୋତକ ଧରା 2 ହେଇଯିବ 8। 3 ନମ୍ବର ଗଛ ଲଗାଇବା ହେଲା, ଇଏ ଗଛ ଲଗାଇବା ହେବ 3 ନମ୍ବର 2। ତାପରେ 4 ନମ୍ବର ପର ଉପକାର ମୂଳ ମନ୍ତ୍ର ହେବ 4 ନମ୍ବର ହେଲା 7। ନେକ୍ସଟ 5 ନମ୍ବର ଜନମ କାଳରୁ ବରଷା ଝଡ଼ ସହିଛି 5ର 5। 6ରେ ଜଗତ ହିତରେ କ'ଣ ଏଇଟା ହେଇଯିବ ଜଗତ ହିତ, ପୁଣି ଏଇଟା ହେବ ଗଛ ଲଗାଇବା ହେଲା, ଜଗତ ହିତରେ ଗଛ ଲଗାଇବା 6ଟା ମଧ୍ୟ 2। ନେକ୍ସଟ ତାପରେ 7 ନମ୍ବର ଧରଣୀ ହସିଲେ ଆମ ପରିବେଶ ହସିବ 7 ହେବ 1। 8 ନମ୍ବର ଏ ରୂପ ମୋହର ସାଧନାର ଫଳ 9 ନମ୍ବର ଫଳ ଖାଇକି ଶପଥ କରିବି 9 ହେଇଯିବ 3। ଛାଇରେ ଆଶାରେ ଦେଇଛି ବକଳ ହୃଦୟ ଚିରି 10ର 10। ପିଲାମାନେ ଲେଷ୍ଟ ଏମିତି ଥିଲା ଭାଇ ଭଉଣୀ ଓ ଭାଇ, ସେମିତି ଡାଳ ପତ୍ର ଲେଖିବା ଡାଳ ଓ ପତର, ଫୁଲ ଫଳ ଲେଖିବା ଫୁଲ ଓ ଫଳ, ବରଷା ଝଡ଼ିର ବରଷା ଓ ଝଡ଼ି, ଝରା କାକର ଖରା ଓ କାକର, ଚେରମୂଳର ଚେର ଓ ମୂଳ, ମାଳ ମାଳର ଏକ ଶବ୍ଦ 2 ଥର ମିଶି। ନେକ୍ସଟ ଆମର ଗଦ୍ୟ ରୂପ ଦେଇଛି କରମର କର୍ମ, ପରାଣର ପ୍ରାଣ, ବରଷାର ବର୍ଷା, ମୂଳମନ୍ତ୍ରର ମୂଳମନ୍ତ୍ର, ଈର୍ଷାର ଈର୍ଷା, ଜନମର ଜନ୍ମ, ମୋହରର ମୋର, ନୟନରୁ ବା ଆଖିରୁ। ସମ୍ପୂର୍ଣ୍ଣ ବିଷୟଟି ସରିଲା। ଧନ୍ୟବାଦ ପିଲାମାନେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ।